ହେଉଛି ଦନ୍ତପୁରୀ। ବୁଦ୍ଧଙ୍କର ମହାପ୍ରାଣ ପରେ ତାଙ୍କର ଶବଦାହ ହେଇସାରିଲା ପରେ ଦାନ୍ତକୁ ରାଜକୁମାରୀ ହେମଲତା ସଂଗ୍ରହ କରିକିରି ଲୁଚେଇକିରି ରଖନ୍ତି। ହେମଲତା ହେମୁକୁ ବିବାହ କରିଥିଲେ କଳିଙ୍ଗର ରାଜକୁମାର। ତେଣୁ ସେ କଳିଙ୍ଗ ନେଇଯାଇଥିଲେ, କିନ୍ତୁ ବହୁତ ବାର ତାଙ୍କୁ ହଟ୍ଟା କରାଗଲା ସେ ଦାନ୍ତକୁ ନେଇଯିବା ପାଇଁ। ତାପରେ ଶେଷକୁ ଏ ଶୃଙ୍ଖଳର ରାଜା ତାଙ୍କଠାରୁ ଇଏ ନେଇ ଆସିଥିଲେ, ଦନ୍ତକୁ ସଂଗ୍ରହ କରି ନେଇ ଆସି ସେଇଦିନ ଠାରୁ ଏଠି ଦନ୍ତ ଏଇଠାରେ ରହିଛି। ଇଏ ହେଉଛି ଦନ୍ତପୁରୀ। ବୁଦ୍ଧଙ୍କର ଦନ୍ତ ଏଇଠି ରହିଛି। ଏ ଦନ୍ତ ବିଷୟରେ ଗୋଟେ ସୁନ୍ଦର କାହାଣୀ ରହିଛି। ବୁଦ୍ଧଙ୍କର ମହାପ୍ରାଣ ପରେ ତାଙ୍କର ଦନ୍ତକୁ ଅବସ୍ଥିତ ଥିବା ରଜା ସଂଗ୍ରହ କରି ରଖିଥିଲେ। ତାକୁ ରାଜକୁମାରୀ ହେମଲତା ପାଖରେ ରଖିଥିଲେ। ହେମଲତା ପାଖରେ ରଖିଥିଲେ। ସିଏ କଳିଙ୍ଗର ରାଜକୁମାରଙ୍କୁ ବିବାହ କରିଥିଲେ। କଳିଙ୍ଗର ରାଜକୁମାରଙ୍କୁ ବିବାହ କରିଥିଲେ, ସାଙ୍ଗରେ ମଧ୍ୟ ବୁଦ୍ଧଙ୍କର ଦନ୍ତ ସେ ନେଇଯାଇଥିଲେ। ସାଙ୍ଗରେ ସେ ନେଇଯାଇଥିଲେ। ସିଏ ନେଇକିରି ସେ ଦନ୍ତକୁ ପାଖରେ ରଖିଥିଲେ। ତାଙ୍କଠାରୁ ଦନ୍ତକୁ ନେବା ପାଇଁ ବାରମ୍ବାର କଳିଙ୍ଗ ଉପରେ ବାହ୍ୟ ଶକ୍ତିମାନେ ଆକ୍ରମଣ କଲେ। ତାଙ୍କର ରାଜକୁମାର ଆଉ କୌଣସି ପ୍ରକାର ତାଙ୍କୁ ସଂଗ୍ରହ କରିକିରି ରଖିଦେଇଥିଲେ। ତାପରେ ରକ୍ତବାହୁ ଯିଏକି କଳିଙ୍ଗରେ ଦନ୍ତ ଅଛି ବୋଲି କଳିଙ୍ଗକୁ ଆକ୍ରମଣ କରିଥିଲେ ସମୁଦ୍ର ପଥରେ। ସେ କଲା ପରେ ସେ ଜଗନ୍ନାଥ ମୂର୍ତ୍ତିକି ପୁରୋହିତମାନେ ଲୁଚେଇକିରି ସୋନପୁର ନେଇଗଲେ। ସେ ନ ପାଇଲା ପରେ ବହୁତ ସେବକମାନଙ୍କୁ ହତ୍ୟା କଲା। ହତ୍ୟା କଲା।